ବାପର ପରିଚୟ ମୁଁ ଜାଣିନି ବାବୁ। ଓଡିଆ କଥାରୁ ଉଠେଇ ଆଣି ତମ ମା ମତେ ତମ ଘରେ ରଖିଥିଲେ। ହେଲେ ବାବୁ, ଯୋଉ ମା ଛାତିରୁ କ୍ଷୀର ଖାଇ ତମେ ବଡ ହେଇଛ, ସେଇ ମା ଛାତିରୁ କ୍ଷୀର ଖାଇ ମୁଁ ବଡ ହେଇଛି। ରଙ୍ଗବଲ ପରିବାର ତରଫରୁ ଆପଣ ମାନେ ଯୋଉ ଭଲ ପାଇବା ଗଲା ବର୍ଷ ଦେଇଥିଲେ, ଏ ବର୍ଷ ନିଶ୍ଚିତ ସେ ପ୍ରକାର ଆପଣ ମାନଙ୍କୁ ଖୋରାକ ଯୋଗାଇ ଦିଆଯିବ। ଏଇଟା ଆମ କଳାକାରଙ୍କ ତରଫରୁ ଏତିକି ଭରସା ବି ଦିଆଯାଉଛି। ଗଲା ବର୍ଷ କଟିକଟି ଡବଲ କଟି ଠାରୁ ଆହୁରି ଉପରେ ରହିବ ଲାଗୁଛି ହରିଶ୍ଚନ୍ଦ୍ର। କାହିଁକିନା ଆପଣ ମାନେ ନିଶ୍ଚିତ ହରିଶ୍ଚନ୍ଦ୍ରଙ୍କର ଚରିତ୍ର ବାବଦରେ ଶୁଣିଥିବେ, ଜାଣିଥିବେ। ସେ ପ୍ରକାର ନାଟକଟି କହିବାକୁ ଗଲେ କାନ୍ଦୁରା ନାଟକଟି ହବ ଆଉ ନିଶ୍ଚିତ। ଯାତ୍ରା ମାନେ ସତ କଥା କହିବାକୁ ଗଲେ ଏଇଠି ଦର୍ଶକ ମାନଙ୍କୁ କହିବାକୁ ଯିବେ, ହଁ, ଯାତ୍ରାରେ କାନ୍ଦିକି ନ ଗଲେ ସକାଳୁ ଲୋକ ଭଲ କହିବେନି। ରାତିରେ କାନ୍ଦିବେ ମେଞ୍ଚା, ନାଟକ ବଢିଆ ହେଇଛି। ମୁଁ ମାନୁଛି ବାବୁ, ପିଲାଟି ଦିନରୁ ମୋ ମାକୁ ମୁଁ ଦେଖି ବାପର ପରିଚୟ ମୁଁ ଜାଣିନି ବାବୁ। ଓଡିଆ କଥାରୁ ଉଠେଇ ଆଣି ତମ ମା ମତେ ତମ ଘରେ ରଖିଥିଲେ। ହେଲେ ବାବୁ, ଯୋଉ ମା ଛାତିରୁ କ୍ଷୀର ଖାଇ ତମେ ବଡ ହେଇଛ, ସେଇ ମା ଛାତିରୁ କ୍ଷୀର ଖାଇ ମୁଁ ବଡ ହେଇଛି। ସେଇ ମା ପାଖରୁ, ସେଇ ପରିବାରରୁ ମୁଁ ଶିଖିଛି ସମ୍ପର୍କ କଣ, ପ୍ରେମ କଣ, ଭଲ ପାଇବା କଣ। ଏ କାହ୍ନା ସବୁ ବୁଝିଛି ବାବୁ। ଆରେ ମୁଁ ତମ ପରି ବେଇମାନ ନୁହଁ, ଯେ କି ଗୋଟେ ଝିଅର ସର୍ବନାଶ କରି ସାରିଲା ପରେ, ତା ସବୁ କିଛି ଲୁଟି ନେଇ ସାରିଲା ପରେ ତାକୁ ମୁଁ ଅଧା ରାସ୍ତାରେ ଛାଡିକି ଆସିଲି। ଆରେ ମୁଁ ତମ ପରି ସ୍ୱାର୍ଥପର ନୁହଁ। ତାପରେ ତ ସ୍ୱାର୍ଥପର ବେଇମାନ କରେ, ତାପରେ ମାଡ ଆରମ୍ଭ। ଆଜ୍ଞା, ଧନ୍ୟବାଦ।